ବିଶ୍ୱବସୁ ଶବର ତାକୁ ନେଇ ରଖିଥିଲା ଜଙ୍ଗଲରେ ପୂଜା କରି। ସେ ନୀଳମାଧବକୁ ଭାବିଲା ସପନ କଲେ ମୁଁ ଜଙ୍ଗଲରେ ରହିଛି, ମତେ ନେଇକିନି ତୁ ପୂଜା କର। ଏଠୁ କ'ଣ କରିବ, ଜଙ୍ଗଲ କୁଆଡ଼େ ଦେଖିନି। ବିଦ୍ୟାପତି ହେଠୁ ଭାବି ହେଲା, ଝୁରି ହେଲା। ଝୁରି ହେଇ ହେଇ ଚିନ୍ତା କଲା, ଗଲା ଦେଖିଆ ଯାଉଁ ବିଶ୍ୱବସୁ ଶବରରେ ଗୋଟିଏ ଝିଅ, ତା ନାଁ ନଳିତା। ସେ 3ଟି ଗାର ପକେଇକିନି ବସିଛି। ଇଏ ବିଦ୍ୟାପତି ଯାଉଛି, ସେ ଗାରକୁ ଡେଇଁଲା। ବିଦ୍ୟାପତି ସେ ଗାରକୁ ଡେଇଁଲା। ସିଏ ଶପଥ କରିଛି ଯେ ଇଏ ଗାରକୁ ଯିଏ ଡେଇଁବ ମୁଁ ତାକୁ ବିଭା ହେବି। ସେଠୁ ବିଦ୍ୟାପତି କହିଲା, ନଳିତା କହିଲା ମୁଁ ତମକୁ ବିଦ୍ୟାପତି କହିଲା ଶୁଣ, ମୁଁ ଯାଉଛି ନୀଳମାଧବ ଠାକୁରଙ୍କୁ ଆଣିବା ପାଇଁ, ମତେ ବିବାହର କଥା କୁହ ନା। ସେଠୁ ନଳିତା କହିଲା, ମୋର ଇଏ ସତ୍ୟ ବଚନ, ଇଏ ଗାର ଯିଏ ଡେଇଁବ ମୁଁ ବିଭା ହେବି, ମୋ ସତ୍ୟ ହାରିମିନି କେବେ। କ'ଣ କରିବ, ଅଡ଼ୁଆରେ ପଡ଼ିଲା। ସେଇଠୁ କ'ଣ କଲା, ସେଠୁ କହିଲା ଆଚ୍ଛା ନୀଳମାଧବ ଠାକୁର ପାଖକୁ ମୁଁ ଯାଉଛି। ସେଠୁ ନଳିତା କହିଲା, ନୀଳମାଧବ ଠାକୁରକୁ ମୋ ବାପା ପୂଜା କରୁଛନ୍ତି, ତମେ ଚିନ୍ତା କର ନା, ମୁଁ ନୀଳମାଧବ ଠାକୁରଙ୍କୁ ତମକୁ ଦେଖିବି। ସେଠୁ ଇଏ ମନଟା ଆନନ୍ଦ, ବିବାହ ଗଲା। ସେଠି ରହିଲେ, ବିବାହ ହେଲା। ଯେତେବେଳେ ହେଇସାରିଲା, ସେଠୁ ବିଦ୍ୟାପତି କହିଲା ତମେ ବା ମତେ ଦେଖେଇଦବ ଝିଅ। ସେଠୁ ବିଦ୍ୟାପତି କହିଲା, ମତେ ବା ତମେ ଝିଅ ଦେଖେଇଦବ, ନୀଳମାଧବକୁ ଦେଖେଇଦବ। ସେଠୁ ନଳିତା ପଚାରିଲା ବାପାକୁ, କହିଲା ବାପା ଆଉ ତମ ଜଇଁ ସେ ନୀଳମାଧବକୁ କତିକି ଯାଉଥିଲେ, ମୁଁ ଗାର କାଟିକିନି ବସିଥିନି, ସେ ଗାରକୁ ଡେଇଁଲି। ଆଉ କ'ଣ କରିବା, ନୀଳମାଧବକୁ ତ ତମେ ପୂଜା କରୁଛ, ଆଉ ସେ ଦେଖିବା ପାଇଁ କହୁଛନ୍ତି, ଆଉ ନୀଳମାଧବକୁ ତାଙ୍କୁ ଟିକେ ଦେଖେଇବା। ବିଶ୍ୱବସୁ କହିଲେ ନା, ଏକଥା କଦାଚନ ହେଇପାରିବନି, ଦେଖେଇଦବୁ ପଛକ ଦିଅ, ଆଉ ବାଟ ଦେଖେଇ ଦବୁନୁ। ସେଠୁ କ'ଣ କରିବ, ନଳିତା କ'ଣ କଲା, ବିଚାର କଲା, ବାପା କଥା ଆଉ କାଟି ହବନି। ଇଏ ସବୁବେଳେ ବିଦ୍ୟାପତି ଯିଏ ତାର ନୀଳମାଧବକୁ ଚିନ୍ତା କରୁଥାଏ। ଏଠୁ କ'ଣ କଲା, ସୋରିଷ ମୁଠେଇ ଦେଲା, କହିଲା ତମେ ଧର, ତମ ଆଖିରେ ଅନ୍ଧ ପୁଟୁଳି ବାନ୍ଧିକିନି ମୁଁ ନେମି। ସେଠୁ ତମେ ସୋରିଷକୁ ପକେଇ ପକେଇକା ଯିବ। ସେଠୁ କ'ଣ କଲା, ନଳିତା ନେଲା, ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଦେଇ ସେଠୁ ଠାକୁର କତିରେ ଯେମିତି ନୀଳମାଧବ କତିରେ ହେଲା, ସେଠୁ ଅନ୍ଧ ପୁଟୁଳି ଖୋଲିଦେଲା। ଇଏ ତାର ସୋରିଷ ଦିଦିଟା ପକେଇ ପକେଇକା ଯାଉଥିଲା।
ହେଠୁ ବିଦ୍ୟାପତି ଘରକୁ ଗଲେ। ଝିଅ ଜ୍ୱାଇଁ କହିଲେ ଆଉ ଆମେ ଏଠି ରହିମୁନୁ, ଆମ ଘରକୁ ମୁଁ ଯିମି। ଏଠୁ ବିଶ୍ୱବସୁ କ'ଣ କଲା, ସେ ଯାହା ଦବାରେ ଜାନି ଯୌତୁକ ଦେଲା। ସେଠୁ ଗଲେ। ବିଦ୍ୟାପତି ତ ସୋରିଷ ପକେଇ ପକେଇକା ଯାଇଛି, ଫେରେ ଶ୍ୱଶୁର ଘରକୁ ଗଲା। ଯାଇକିନି ସେଠୁ ସେ ସୋରିଷକୁ ଅନେଇ ଅନେଇକା ଗଲା। ଯାଇକିନି ଦେଖିଲା ଠାକୁର। ସେଇଠୁ କ'ଣ କଲା, ବିଦ୍ୟାପତି ଘିନି ଆସିଲା। ସେଠୁ ବିଶ୍ୱବସୁ ଯେତେବେଳେ ଚାହିଁବାରି ଦିନ ପୂଜା କରିବାକୁ ଗଲା, ଆଉ ଠାକୁର ନାହାନ୍ତି, କିଏ ଭୋଗ ଖାଇବ? ଇଏ ତ ବିଦ୍ୟାପତି ଘିନି ଆସିଛି। ବିଶ୍ୱବସୁ କହିଲା, ବିଶ୍ୱବସୁ କୁଏ ଏ କେଉଁ ରାଗ, କାହିଁକି ଠାକୁରେ ନ ଖାଅ ଭୋଗ। ସେଇଠୁ ଆସିଲା ବିଶ୍ୱବସୁ ଶବର। ତା ମନ ବହୁତ ଦୁଃଖ ହେଲା, ବହୁତ ଦୁଃଖ ହେଲା। ଯେମିତି ଆସିଲା ସେଠୁ ଆଉ ଖାଇଲା ନାହିଁ, ପିଇଲା ନାହିଁ। ସେଠୁ ନଳିତା କତିକି ଖବର ଗଲା। ସେଠୁ ଖବର ଗଲା ଯେମିତି ଝିଅ କହିଲା, ବାପା ଆଉ କାହିଁକି ତମେ ମନ ଦୁଃଖ କରୁଛ? ଯେତେ ଦିନ ତମେ ରଖିକିନି ପୂଜା କରୁଥିଲ, ଠାକୁର ଯଦି ତାଙ୍କର ଦେହ ଛାଡ଼ିଗଲେ, ତମଠୁ ଆଉ ଯଦି ଭୋଗ ନ ଖାଇଲେ ଉପାୟ? ଆଉ କିଛି ଉପାୟ ନୁହଁ। ସେଇଠୁ ସପନେଇଲେ ଠାକୁର। କହିଲେ, ମୁଁ ଯାଇ ବାଙ୍କି ମୁହାଣରେ ନାଗିମି, ମୋତେ ସେ ରଜା ମନ୍ଦିର ତୋଳିକିନି ନବ।